କାହିଁକି କିଛି ଲୋକ ଧନ ସଞ୍ଚୟ କରିପାରନ୍ତି ନାହିଁ? କାହିଁକି କାହାର ଘରେ ଛୋଟ କଥାରୁ ଭୟଙ୍କର କନଫ୍ଲିକ୍ଟ ସୃଷ୍ଟି ହେଉଛି? ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାହିଁକି କେତେକ ଲୋକଙ୍କ କଥାରେ ଏତେ ମଧୁରତା ଥାଏ ଯେ ସେମାନେ ସବୁଠାରୁ ସମ୍ମାନ ପାଆନ୍ତି, ଆଉ କାହାର କଥା ଲୋକଙ୍କୁ ସର ଭଳି ବିନ୍ଧିଥାଏ? ଏହାର ଉତ୍ତର ରହିଛି ଆପଣଙ୍କ କୁଣ୍ଡଳୀର ସେକେଣ୍ଡ ହାଉସ୍ ବା ଧନ ସ୍ଥାନରେ। ଏହାକୁ ଆମେ ଧନ ଭାବ ବା ବାଣୀର ଭାବ ମଧ୍ୟ କହିଥାଉ। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ବଳରାମ ଶତପଥୀ ଆପଣମାନଙ୍କୁ ଜ୍ୟୋତିଷ ବାଣୀକୁ ସ୍ୱାଗତ କରୁଛି। ଆଜି ଆମେ କଥା ହେବା କିପରି ଦ୍ୱିତୀୟ ଭାବକୁ ବୁଝିବା ଏବଂ ଏହାକୁ ଷ୍ଟ୍ରଙ୍ଗ କରି ଆମର ବାଣୀ, ପରିବାର ଓ ଆର୍ଥିକ ସ୍ଥିତିକୁ ସୁଧାରିବା। ଟିକେ ସରଳ ଭାବରେ ବୁଝନ୍ତୁ। ଆପଣ କୁଣ୍ଡଳୀ ଦେଖନ୍ତୁ, ଯେଉଁଠି 2 ଲେଖାଯାଇଛି ବା ଲଗ୍ନ ଠାରୁ ଦ୍ୱିତୀୟ ସ୍ଥାନ, ତାହା ହିଁ ଆପଣଙ୍କର ଧନ ଭାବ। ଏହା ଆପଣଙ୍କର ସଞ୍ଚିତ ଧନ, ଆପଣ କେଉଁଭଳି ପରିବାରରୁ ଆସିଛନ୍ତି ଏବଂ ଆପଣଙ୍କର ବାଣୀର କ୍ୱାଲିଟିକୁ ନିର୍ଣ୍ଣୟ କରେ। ଦେଖନ୍ତୁ, ଆପଣ ଯେମିତି କଥା କହୁଛନ୍ତି ତାହା ସିଧାସଳଖ ଆପଣଙ୍କର ଧନ ଉପରେ ପ୍ରଭାବ ପକାଏ। ଏହା ହିଁ ହେଉଛି ସେକେଣ୍ଡ ହାଉସ୍ର ସବୁଠୁ ବଡ଼ ସିକ୍ରେଟ୍। ଶାସ୍ତ୍ର କହେ ଦ୍ୱିତୀୟ ଧନ ବାକ୍ ଶକ୍ତି କୁଟୁମ୍ବ ସୁଖଦାୟକ ଦୋଷ ଅର୍ଥ ବିନାଶଂ ଚ କଟୁ ବାକ୍ୟ ପ୍ରବର୍ତ୍ତନ। ଏହି ଭାବ ଧନ, ପରିବାର ଓ ବାଣୀକୁ ନିୟନ୍ତ୍ରଣ କରେ। ଏଥିରେ ଦୋଷ ଥିଲେ ମଣିଷ କଟୁକଥା କହି ନିଜର ସମ୍ପତ୍ତି ଓ ସୁଖକୁ ନିଜେ ନଷ୍ଟ କରିଥାଏ। ଯଦି ଆପଣଙ୍କର ସେକେଣ୍ଡ ହାଉସ୍ ଷ୍ଟ୍ରଙ୍ଗ, ତେବେ ଆପଣ ଜଣେ ଡିସିପ୍ଲିନ୍ ସେଭର ହେବେ, ପରିବାରରେ ବଣ୍ଡିଂ ମଜବୁତ ରହିବ, ବାଣୀ ମଧୁର ହେବ ଏବଂ ସଫଳତା ଆପଣଙ୍କୁ ଆପେ ଆପେ ଆକର୍ଷିତ କରିବ। କିନ୍ତୁ ଯଦି ସେକେଣ୍ଡ ହାଉସ୍ ୱିକ୍, ତେବେ ଇନକମ୍ ଥିଲେ ମଧ୍ୟ ସେଭିଂ ରହିବ ନାହିଁ, ଅନାବଶ୍ୟକ ଖର୍ଚ୍ଚ ବଢ଼ିବ ଏବଂ ସମାଜରେ ପରିଚୟ ମଳିନ ପଡ଼ିବ। ଏହାର ସମାଧାନ ହେଉଛି ଦ୍ୱିତୀୟ ଭାବର ସ୍ୱାମୀ ଗ୍ରହ ଓ କାରକ ଗ୍ରହଙ୍କୁ ବଳିଷ୍ଠ ହେଲେ ଧନ ଓ ବାଣୀର ବିକାଶ ହୁଏ ଏବଂ ପ୍ରତିଦିନ ଡିସିପ୍ଲିନ୍ ମାନିଲେ ହିଁ ସମ୍ପଦ ସ୍ଥାୟୀ ବା ଷ୍ଟେବୁଲ ହୋଇଥାଏ। ଦେଖନ୍ତୁ, ଏହି ଘରର କାରକ ଗ୍ରହ ହେଉଛନ୍ତି ଦେବଗୁରୁ ବୃହସ୍ପତି। ଦେବଗୁରୁ ବୃହସ୍ପତି କହନ୍ତି, ମୁଁ ସେମାନଙ୍କ ପାଇଁ ଭାଗ୍ୟର ଦ୍ୱାର ଖୋଲେ ଯିଏ ନିଜର ଜ୍ଞାନ ଓ ଗୁରୁଙ୍କୁ ସମ୍ମାନ ଦିଏ। ତେଣୁ ନିଜର କଟୁବାଣୀ ଉପରେ ସଂଯମ କରନ୍ତୁ, ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ଫିନାନ୍ସିଆଲ ଡିସିପ୍ଲିନ୍ ମେଣ୍ଟେନ୍ କରନ୍ତୁ। ଭଗବାନଙ୍କୁ ଅଭିଯୋଗ କରିବା ବନ୍ଦ କରନ୍ତୁ। ଏ ଅମୂଲ୍ୟ ଜୀବନ ପାଇଁ ହୃଦୟରୁ କୃତଜ୍ଞତା ଜଣାନ୍ତୁ। ମନେ ରଖନ୍ତୁ, ଯେଉଁଠି ରେସ୍ପେକ୍ଟ ଅଛି ସେଇଠି ରେସ୍ପେକ୍ଟଟି ନ୍ୟାଚୁରାଲି ଗ୍ରୋ କରେ। ଘରର ଉତ୍ତର ପୂର୍ବ କୋଣରେ, ଈଶାନ୍ୟ କୋଣରେ ପିତ୍ତଳ ପାତ୍ରରେ ପାଣି ସହ ଟିକେ ହଳଦୀ ଗୁଣ୍ଡ ମିଶାଇ ରଖନ୍ତୁ ଏବଂ ପ୍ରତିଦିନ ଗୁରୁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଓମ୍ ଅଙ୍ଗିରସାୟ ବିଦ୍ମହେ ବାଚସ୍ପତୟେ ଧୀମହି ତନ୍ନଃ ଜୀବାଃ ପ୍ରଚୋଦୟାତ୍। ଦେଖନ୍ତୁ, ଏ ବୈଦିକ ମନ୍ତ୍ରର ଯେଉଁ ପଜିଟିଭ୍ ଭାଇବ୍ରେସନ୍ ଆପଣଙ୍କ ମନକୁ ଆପଣଙ୍କର କମିଟମେଣ୍ଟ ସହ କନେକ୍ଟ କରେ ଏବଂ ଭିତରେ ଏକ ପଜିଟିଭ୍ ଥିଙ୍କିଂ ବିଲ୍ଡ କରେ। ମନେ ରଖନ୍ତୁ, ରେମେଡ଼ି କେବଳ ଏନର୍ଜି ସପୋର୍ଟ ଦିଏ, କିନ୍ତୁ ପ୍ରକୃତ ରିଜଲ୍ଟ ଆସେ ଆପଣଙ୍କ ନିଜର ଏଫର୍ଟ ଓ ଡିସିପ୍ଲିନ୍ରୁ। ଜ୍ୟୋତିଷଶାସ୍ତ୍ର ଆପଣଙ୍କୁ ସଠିକ୍ ଦିଗ ଦେଖାଇଥାଏ, କିନ୍ତୁ ଚାଲିବା ଆପଣଙ୍କର ଦାୟିତ୍ୱ। ଜ୍ୟୋତିଷ ବାଣୀକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କର ମତ କମେଣ୍ଟରେ ଜଣାନ୍ତୁ। ଜୟ ଜଗନ୍ନାଥ। ରାଧେ ରାଧେ।